ବ୍ୟକ୍ତିगତ ଶତ୍ରୁତାକୁ ନେଇ ଗଛର ଗଲା ଜୀବନ। ଏମିତି ବି ମଣିଷ ଅଛନ୍ତି ଯେ କି ବ୍ୟକ୍ତିଗତ ଶତ୍ରୁତା ପାଇଁ ବୃକ୍ଷମାନଙ୍କୁ କାଟିବାକୁ ପଛାନ୍ତି ନାହିଁ। ଦର୍ଶକ ବନ୍ଧୁ, ଆମେ ଆପଣଙ୍କୁ ଦେଖାଉଛୁ ସେପରି ଏକ ଦୃଶ୍ୟ ଯେଉଁଠି ହିଂସ୍ର ଭାବେ କଟାଯାଉଛି ଏହି ଗଛ। ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରମ ରାଜସ୍ୱ ନିରୀକ୍ଷକଙ୍କ ଅଧୀନସ୍ଥ ନରସିଂହପୁର ଗ୍ରାମରେ। ଏହି ଗ୍ରାମରେ ପ୍ରାୟ 60 ପରିବାର ବସବାସ କରୁଥିବା ବେଳେ ପାଖାପାଖି 40 ପରିବାର ନିଜ ଘର ସାମ୍ନାରେ ଥିବା ସରକାରୀ ଜମିରେ ବିଭିନ୍ନ ପ୍ରକାର ଗଛ ଲଗାଇ ଦଖଲଦାର ସାଜିଛନ୍ତି। ସେମାନଙ୍କ ମଧ୍ୟରେ ସତ୍ୟରଞ୍ଜନ ପରିଡ଼ା ଅନ୍ୟତମ ବ୍ୟକ୍ତି ଭାବେ ଖାତା ନମ୍ବର 127 ପ୍ଲଟ ନମ୍ବର 295 କିସମ ରାସ୍ତା ଓ ଏରିଆ A0.19 କୁ ରାଜସ୍ୱ କାର୍ଯ୍ୟାଳୟରେ ଗୋଟିଏ ବର୍ଷର 105 ଟଙ୍କାର ଫାଇନ୍ ଭରିଛନ୍ତି। କିନ୍ତୁ ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ଫାଇନ୍ର ଅବଧି ଥିବାବେଳେ ସେହି ଗ୍ରାମର କିଛି ସ୍ୱାର୍ଥବାଦୀ ଲୋକେ ବ୍ୟକ୍ତିଗତ ଶତ୍ରୁତାକୁ ନେଇ ସତ୍ୟରଞ୍ଜନଙ୍କ 150ରୁ ଅଧିକ ଫଳନ୍ତି କଦଳୀ ଗଛକୁ କାଟି ଗଛଗୁଡ଼ିକୁ ସେ ସ୍ଥାନରୁ କୁଆଡ଼େ ଗାୟବ କରିଦେଇଛନ୍ତି। ଏହି ବାବଦରେ ଗରମ ରାଜସ୍ୱ ଅଧିକାରୀ ସେଠୀ ବାବୁଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରତିକ୍ରିୟା ଦେଲେ ଯେ ଗଛ ଥିଲା ସରକାରୀ ଜାଗାରେ, ତାକୁ କାଟିବାର ଅଧିକାର ଗ୍ରାମବାସୀଙ୍କର ନାହିଁ, ତେଣୁ ଗଛ କାଟିବା ସମ୍ପୂର୍ଣ୍ଣ ଭୁଲ। ପ୍ରଶ୍ନ ଉଠୁଛି, କାହା ସ୍ୱାର୍ଥରେ ଏତେ ଗୁଡ଼ାଏ ଗଛର ଜୀବନ ଗଲା? ଗ୍ରାମରୁ ଅଧାରୁ ଅଧିକ ପରିବାର ସରକାରୀ ଜାଗାରେ ଗଛ ଲଗାଇ ଚାଲୁଥିବା ବେଳେ ଜୈନିକ ବ୍ୟକ୍ତି ଜଣେ ସରକାରୀ ଜମି ଉପରେ ନିର୍ମାଣ କରିଛି ଘର। ଏ ବାବଦରେ ସମ୍ମାନୀୟ ତହସିଲଦାର ମହୋଦୟଙ୍କୁ ଅବଗତ କରାଯାଇଥିଲେ ବି କୌଣସି ସରଜମିନ ତଦନ୍ତ କରାଯାଇପାରିନାହିଁ। କିନ୍ତୁ ଗଛ ପାଇଁ ବଢ଼ିଯାଇଛି ଶତ୍ରୁତା। ତେଣୁ ଏହି ଗ୍ରାମର ବିଶୃଙ୍ଖଳାକୁ ଶୃଙ୍ଖଳିତ କରାଇବାକୁ ମାନନୀୟ ତହସିଲଦାର ଉପଯୁକ୍ତ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଥିବା ବେଳେ ଗଛ କାଟିବା ଅପରାଧରେ ଦୋଷୀମାନଙ୍କୁ ଦଣ୍ଡିତ କରାଯାଉ ବୋଲି କ୍ୟାମେରା ସାମ୍ନାରେ ନ ଆସି କେତେକ ଲୋକେ ଆମ ପ୍ରତିନିଧିଙ୍କୁ କହିଛନ୍ତି। ମୋ ଘର ନରସିଂହପୁର ତୁଳଙ୍ଗ ପଞ୍ଚାୟତ ରେଭିନ୍ୟୁ ସର୍କଲଟା ହେଉଛି ଗରାମ ଥାନା ତିର୍ତ୍ତୋଲ। ସମସ୍ୟା କ'ଣ ହେଇଛି? ସମସ୍ୟା ଏମିତି ସମସ୍ତେ ଗଛ ରାସ୍ତା କରି ପକେଇ ଖାଉଥିଲେ। ଆମର ସେ ଫ୍ରଣ୍ଟରେ ଘର ଫ୍ରଣ୍ଟରେ ସେ ରାସ୍ତା କରି କଦଳୀ ଗଛ ପକେଇଥିଲୁ। ପକେଇଲା ଭିତରେ ସେ ଗାଁ ବାଲା ଆସି ଉଦ୍ଦେଶ୍ୟମୂଳକ ତୁମେ କାହିଁ କଦଳୀ ପକେଇକିରି ଖାଉଛ, ଆମେ ତାକୁ ଖାଇବୁ। ଆମେ କିନ୍ତୁ ତାପରେ ଖଞ୍ଜଣା ରୟାଲିଟି କାଟିଥିଲୁ, ଖଞ୍ଜଣା କାଟିଥିଲୁ, ମୋ ନାଁରେ ଖଞ୍ଜଣା କଟା ହେଇଛି। ଆମେ ବି ଖଞ୍ଜଣା ଦେଉଛୁ। ତାର ପାଉତି ଅଛି? ହଁ, ପାଉତି ଅଛି। ତାପରେ ସେ ସବୁ ଜାଣିଲା ପରେ ବି ସେ ଆସି ଜବରଦସ୍ତି ଦିନେ ଗଛ କାଟିଲେ। ଗଛ କାଟିଲେ ଆମେ କହିଲୁ ଯେ ଆମେ ଖଞ୍ଜଣା ଦେଉଛୁ, ଇଏ କରୁଛୁ, ତୁମେ କାହିଁ ଗଛ କାଟୁଛ? ଜବରଦସ୍ତି ଆମକୁ ସୋଦାସୁଦି କରି ମାରିବାକୁ ବାପାଙ୍କୁ ମୋତେ କୋଦାଳ ଧରି ଗୋଡ଼େଇକି ଆଇଲେ ହାଣିବେ ବୋଲି। ମୋ ମିସେସ୍କୁ, ମୋ ବୋଉକୁ, ମୋ ଝିଅକୁ ସବୁ ସୋଦାସୁଦି ଅଶ୍ଳୀଳ ଭାଷାରେ ସୋଦାସୁଦି ଜବର କଲେ। କଦଳୀ ଗଛ ଗୁଡ଼ା ସବୁ କାଟିକି ନେଇକିରି ଖୋଳିକି ନେଇକି ସବୁ ଆଡ଼େ ସାଡ଼େ ତାଙ୍କର ମନମୁଖୀ କରୁଥିଲେ। ହଁ, କେତେ କଦଳୀ ଫଳିଥିଲା? କଦଳୀ ନିହାତି 5-7 କାଣ୍ଡି କଦଳୀ ଥିଲା। ଆପଣ ଏବେ କ'ଣ ଚାହୁଁଛନ୍ତି? ଆମେ ଚାହୁଁଛୁ ଆମେ ସରକାରଙ୍କ ଅନୁଦାନ ସରକାରଙ୍କୁ ଦେଲା ପରେ ବି, ରୟାଲିଟି କାଟିଲା ପରେ ବି ଜବରଦସ୍ତି ଯେତେବେଳେ ଗାଁର କିଛି ଅସାମାଜିକ ଲୋକ ଆସି ଆମ ଉପରେ ବଳପୂର୍ବକ କଲେ, ତା ପାଇଁ ଆମେ ସରକାରଙ୍କ ତରଫରୁ କିଛି ଇଏ ମାଗୁଛୁ ଯେ ସରକାର ତା ପାଇଁ କିଛି ଆଇନ ଆମକୁ ସାହାଯ୍ୟ କରିବା ପାଇଁ। ଆଉ ତିର୍ତ୍ତୋଲରୁ ରଞ୍ଜନ କୁମାର ମଲ୍ଲିକଙ୍କ ସହିତ ଭାଗବତ ପ୍ରଶାନ୍ତଙ୍କ ରିପୋର୍ଟ, ଅଞ୍ଜନା ଟିଭି।